ଅନେକ ଲୋକଙ୍କ କମେଣ୍ଟ ଥାଏ କି ଭାଇ ସରକାରୀ ଚାକିରି ବା ୟୁଟ୍ୟୁବ କୋଉଟା କରିଲେ ଭଲ ହେବ। ତ ଫ୍ରେଣ୍ଡସ୍ ଆସୁ ଆଜି କୌଣସି ଅପଡେଟ୍ ନାହିଁ, ମୁଁ ଆପଣମାନଙ୍କୁ କିଛି ଟିପ୍ସ ଦେବାକୁ ଯାଉଛି। ତ ଫ୍ରେଣ୍ଡସ୍ ଆପଣମାନେ ନିଶ୍ଚିତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଫ୍ରେଣ୍ଡସ୍ ଅନେକ ଲୋକ କହନ୍ତି ନା ଆମେ ସରକାରୀ ଚାକିରି କରିବୁ ନା ୟୁଟ୍ୟୁବରେ କରିବୁ। ତ ଫ୍ରେଣ୍ଡସ୍ ମୁଁ ଆପଣମାନଙ୍କୁ କହିଦେଉଛି, ସରକାରୀ ଚାକିରି ଆପଣ କଲେ ମଧ୍ୟ ଭଲ ଏବଂ ୟୁଟ୍ୟୁବ କଲେ ମଧ୍ୟ ଭଲ। ଏବଂ ଫ୍ରେଣ୍ଡସ୍ ଦୁଇଟି କ୍ୟାଟେଗୋରୀ ଆପଣମାନଙ୍କୁ ସମାନ ମଧ୍ୟ ଦେଖିବାକୁ ମିଳିଥାଏ। ତ ଫ୍ରେଣ୍ଡସ୍ ମୁଁ ଆପଣମାନଙ୍କୁ ୟୁଟ୍ୟୁବର କିଛି ଗୋଟେ ଟିପ୍ସ କହିଦେବାକୁ ଯାଉଛି, ଯେଉଁଟାକି ମୋ ଲାଇଭରେ ମୁଁ ରିଲାଇଜ୍ କରିସାରିଅଛି। ତ ଫ୍ରେଣ୍ଡସ୍ ଆପଣମାନେ ଜାଣିଥିବେ କି ଆପଣମାନଙ୍କ ୟୁଟ୍ୟୁବ ଯେତେବେଳେ ଆପଣ ଚ୍ୟାନେଲଟି ଓପନ୍ କରୁଛନ୍ତି, ଆପଣମାନଙ୍କ ଚ୍ୟାନେଲ ଓପନ୍ କଲା ପରେ ଆପଣମାନଙ୍କୁ 4000 ଘଣ୍ଟା ୱାଚ୍ ଟାଇମ୍ ଏବଂ 1000 ସବସ୍କ୍ରାଇବର ଦରକାର ଥାଏ ଆପଣମାନଙ୍କ ଚ୍ୟାନେଲଟି ମନିଟାଇଜ୍ କରିବା ପାଇଁ। ଏହା ଆପଣମାନେ ନିଶ୍ଚିତ ଭାବେ ଜାଣିଥିବେ ଯଦି ଆପଣ ଜଣେ ୟୁଟ୍ୟୁବର ହେଇଥିବେ, କିମ୍ବା ଯେଉଁମାନେ ନୂତନ ଭାବେ ୟୁଟ୍ୟୁବରେ ଆସିବା ପାଇଁ ଯାଉଛନ୍ତି ସେମାନେ ମଧ୍ୟ ଜାଣିଥିବେ। ତ ଫ୍ରେଣ୍ଡସ୍ ନିଶ୍ଚିତ ଭାବେ ଆପଣ ଜାଣିଗଲେ କି ଆପଣଙ୍କୁ 1000 ସବସ୍କ୍ରାଇବର ଏବଂ ଆପଣମାନଙ୍କ 4000 ଘଣ୍ଟା ୱାଚ୍ ଟାଇମ୍ ଆପଣମାନଙ୍କୁ ଦରକାର, ତେବେ ଯେ ଆପଣମାନେ ମନିଟାଇଜ୍ ପାଇଁ ଆପ୍ଲାଏ କରିପାରିବେ। ମନିଟାଇଜ୍ ଆପ୍ଲାଏ କଲା ପରେ ଫ୍ରେଣ୍ଡସ୍ ଆପଣମାନେ ଜାଣିଥିବେ କି ଆପଣଙ୍କ ପାଖକୁ ଗୋଟେ ମେଲ୍ ଆସିବ ଯଦି ଆପଣଙ୍କ ଚ୍ୟାନେଲଟି ମନିଟାଇଜ୍ ହେଇଯିବ। ତ ଆପଣମାନଙ୍କୁ କଂଗ୍ରାଚୁଲେସନ୍ ୟୁର ଚ୍ୟାନେଲ ଇଜ୍ ୟୁଟ୍ୟୁବ ପାର୍ଟନର ପ୍ରୋଗ୍ରାମିଂ ବୋଲି ଗୋଟେ ମେସେଜ ଆସିବ, ଯେଉଁଟାକି ମୁଁ ତଳେ ମଧ୍ୟ ଦେଇଦେଉଛି, ଆପଣ ଦେଖିପାରିବେ କିଛି ଏମିତି ଆପଣଙ୍କୁ ଶୋ କରିବ। ଏବଂ ଫ୍ରେଣ୍ଡସ୍ ତାହାପରେ ଆପଣମାନଙ୍କ ଚ୍ୟାନେଲଟି ମନିଟାଇଜ୍ ହେଇଗଲା ଏବଂ ଆପଣ କିଛି କିଛି ଅର୍ଥ ସେ ଭିଡ଼ିଓରୁ ଆପଣମାନେ ଯେବେ ଭିଡ଼ିଓ ଅପଲୋଡ଼ କରିବେ ତ କିଛି କିଛି ଅର୍ଥ ହିଁ ଆପଣମାନଙ୍କୁ ଟଙ୍କା ମିଳିବା ଆରମ୍ଭ ହେଇଯିବ, ଯେଉଁଟାକି ମିଳିଅଛି। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କିଛି କିଛି ଟଙ୍କା ମିଳିବ। ଦେନ୍ ଆପଣମାନେ କ'ଣ କରିବେ ନା ଆପଣମାନେ ସେ ଟଙ୍କାକୁ ଟ୍ରାନ୍ସଫର କରିବା ପାଇଁ ଆପଣମାନଙ୍କ ଗୋଟେ ଗୁଗଲ ଆଡସେନ୍ସଟି ଲାଗିଥାଏ, ଯେଉଁଟା ମୁଁ ପୂର୍ବ ଭିଡ଼ିଓରେ ମଧ୍ୟ ଆପଣମାନଙ୍କୁ ଦେଖାଇ ସାରିଛି। ଆପଣ ଯଦି ଭିଡ଼ିଓ ଦେଖିନାହାନ୍ତି ତ ଭିଡ଼ିଓ ଲିଙ୍କ୍ ମଧ୍ୟ ଅଛି ତଳେ, ଆପଣମାନେ ଦେଖିପାରିବେ ସେଇଟା କ'ଣ କଲେ ମିଳେ। ତ ଗୁଗଲ ଆଡସେନ୍ସ ପିନ୍ଟା ଆପ୍ଲାଏ କରିବେ। ତ ସେ କେଉଁଠି ଆସିବ ନା ଆପଣଙ୍କ ୟୁଟ୍ୟୁବର ହେଡ୍ ଅଫିସ୍ ଯେଉଁଠି ଅଛି ତ ସେଠୁ ହିଁ ଆପଣମାନଙ୍କୁ ସେ ଗୁଗଲ ଆଡସେନ୍ସ ପିନ୍ଟି ଆସିବ, ଯେଉଁଟାକି ଆପଣଙ୍କ ଆମେରିକାରେ ଅଛି। ତ ସେଠୁ ଆସିବ ସେ ଆପଣଙ୍କ ଗୁଗଲ ଆଡସେନ୍ସ ପିନ୍ଟି ଆସିଲା ପରେ କ'ଣ କରିବେ ନା ଫ୍ରେଣ୍ଡସ୍ ଆପଣମାନେ ସେ ପିନ୍କୁ ଭେରିଫାଏ କରିବେ। ଆପଣଙ୍କ ୟୁଟ୍ୟୁବ ଚ୍ୟାନେଲରେ ସେ ପିନ୍ଟି ମାଗିଥିବ, ଦେନ୍ ଆପଣମାନେ ଭେରିଫାଏ କରିବେ। ଭେରିଫାଏ କଲା ପରେ ଫ୍ରେଣ୍ଡସ୍ କ'ଣ ହୁଏ ନା ଆପଣମାନଙ୍କ ଯେବେ ଆପଣମାନଙ୍କ $100 ହେଇଯିବ ଆପଣଙ୍କ ୟୁଟ୍ୟୁବରୁ ସେ ପଇସାଟି ଆପଣମାନଙ୍କ ଗୁଗଲ ଆଡସେନ୍ସକୁ ଟଙ୍କା ଟ୍ରାନ୍ସଫର ହେଇଯିବ। ଏହା ଆପଣମାନେ ମନେ ରଖନ୍ତୁ। ଯେତେବେଳେ ୟୁଟ୍ୟୁବକୁ ଟ୍ରାନ୍ସଫର ହେଇଯିବ ତ ଫ୍ରେଣ୍ଡସ୍ ଆପଣମାନଙ୍କ ଗୁଗଲ ଆଡସେନ୍ସ ଯେତେବେଳେ ଆପଣମାନଙ୍କ ପ୍ରତି ମାସର ଆପଣମାନଙ୍କ 10 ତାରିଖ ଦିନ ଟ୍ରାନ୍ସଫର ହେଇଯାଏ ୟୁଟ୍ୟୁବ ଗୁଗଲ ଆଡସେନ୍ସକୁ, ଏବଂ ସେ ପଇସା ସେ ଗୁଗଲ ଆଡସେନ୍ସଟି ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହୁଏତ ଆପଣମାନଙ୍କ ମାସର 24 ତାରିଖ ସୁଦ୍ଧା ଆପଣମାନଙ୍କ ଟଙ୍କାଟି ଦେଇଥାଏ। ଯେଉଁଟାକି ଆଜିକାଲିର ଡଲାର ଅଛି ଫ୍ରେଣ୍ଡସ୍, ଆଜିର ଡଲାର ଅଛି ଆମେ କହିପାରିବା 95 ଅଛି ଆମ ଇଣ୍ଡିଆ ଆଇଏନ୍ଆର୍ରେ, ଯେଉଁଟା ଆମେ କନଭର୍ଟ କଲେ ଆପଣମାନଙ୍କ ଟଙ୍କା $1 ସମାନ ଆପଣମାନଙ୍କ 96 ଟଙ୍କା ହେବ। ସେମିତି କିଛି ଅଛି। ଫ୍ରେଣ୍ଡସ୍ এই ପ୍ରୋସେସରେ ଆପଣ ଯେବେ ଟଙ୍କା ପାଇବେ ତ ଫ୍ରେଣ୍ଡସ୍ ମୁଁ ଏଠାରେ ଗୋଟେ କଥା ଆପଣ ଲକ୍ଷ୍ୟ କଲେ କି ନାହିଁ ମୁଁ ଆପଣମାନଙ୍କୁ କହିଦେଉଛି। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଆପଣ ପଢ଼ାପଢ଼ି କରୁଛନ୍ତି ଠିକ୍ କଥା, ତା ସାଥିରେ ଫ୍ରେଣ୍ଡସ୍ ଆପଣମାନେ ୟୁଟ୍ୟୁବରେ ବା ଅନ୍ୟ କୌଣସି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ମଧ୍ୟ ଆପଣମାନେ ଯୋଗଦାନ ଦେବା ଦରକାର, ଯାହାଦ୍ୱାରା ଫ୍ରେଣ୍ଡସ୍ ଆପଣମାନଙ୍କ ସ୍କିଲ୍ ବି ଭଲ ରହିବ ଏବଂ ଆପଣମାନେ କିଛି ଅଦର ପ୍ରଫେସନ୍ କରି ଆପଣମାନେ ଟଙ୍କା ଦୁଇ ପଇସା ରୋଜଗାର କରିପାରିବେ। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଆପଣମାନେ ପଢ଼ା ବି ଭଲ, ଆପଣମାନେ ଗଭର୍ଣ୍ଣମେଣ୍ଟ ଜବ୍ ବି ଭଲ ଏବଂ ମୁଁ କହିବି ୟୁଟ୍ୟୁବ ବି ଭଲ। ତ ଆପଣ ହୁଏତ ଆପଣ ଯଦି ପାଖରେ ଫ୍ରି ଟାଇମ୍ ଅଛି ତ ଆପଣମାନେ ନିଶ୍ଚିତ ଭାବେ ଥରେ ୟୁଟ୍ୟୁବରେ ଟ୍ରାଏ କରନ୍ତୁ, ଆପଣମାନେ ନିଶ୍ଚିତ ଭାବେ ସଫଳ ହୋଇପାରିବେ। ଏବଂ ଫ୍ରେଣ୍ଡସ୍ ଦେଖନ୍ତୁ, ଆଉ ଗୋଟେ ମୋ କଥା ଏଠାରେ କହି ରଖୁଛି, ଗଭର୍ଣ୍ଣମେଣ୍ଟ ଜବ୍ର ଜାଗାରେ ଏବଂ ୟୁଟ୍ୟୁବ ଜାଗାରେ। ୟୁଟ୍ୟୁବ ଆମ ପ୍ରଫେସନାଲ୍ ହେଇପାରେ, କିନ୍ତୁ ଆମେ ସେଟାକୁ ସବୁବେଳେ ମଧ୍ୟ ଏଇଟା କରିବା ନାହିଁ। କାରଣ ଫ୍ରେଣ୍ଡସ୍ ଦେଖନ୍ତୁ, ଆମେ ସବୁ ହয়তো ଭଲ ରୋଜଗାର କଲେ ୟୁଟ୍ୟୁବ ଭଲ, କିନ୍ତୁ ସମସ୍ତେ ଭଲ ରୋଜଗାର କରିପାରିବା ବୋଲି ମଧ୍ୟ କହିପାରିବା ନାହିଁ। ଯଦି ଆପଣଙ୍କ କଣ୍ଟେଣ୍ଟ ଠିକ୍ ଥିବ ତେବେ ଆପଣମାନେ ନିଶ୍ଚିତ ଭାବେ ଭଲ ରୋଜଗାର କରିପାରିବେ, ଏବଂ ଯଦି ଆପଣଙ୍କ କଣ୍ଟେଣ୍ଟ ଠିକ୍ ନଥିବ ତେବେ ଆପଣମାନେ କମ୍ ରୋଜଗାର ମଧ୍ୟ କରିବେ। ସେଥିପାଇଁ ଫ୍ରେଣ୍ଡସ୍ ମୁଁ କହିବି ଆପଣମାନଙ୍କ ୟୁଟ୍ୟୁବ ଜାଗାରେ ଏବଂ ଆପଣମାନଙ୍କ ପ୍ରଫେସନ୍ ଜାଗାରେ ବା ଆପଣଙ୍କ କାମ ଜାଗାରେ। ସେଥିପାଇଁ ଫ୍ରେଣ୍ଡସ୍ ଆପଣ ଭଲ ପଢ଼ନ୍ତୁ, ଭଲ ଚାକିରି ଖଣ୍ଡେ କରନ୍ତୁ ଏବଂ ୟୁଟ୍ୟୁବରେ ମଧ୍ୟ ହୁଏତ ଆପଣମାନେ କାମ କରନ୍ତୁ। ଏହା ଥିଲା ଫ୍ରେଣ୍ଡସ୍ ଆଜିର କିଛି ଅପଡେଟ୍। ଧନ୍ୟବାଦ। ପୁଣି ଦେଖା ହେବା ନୂଆ ଗୋଟେ ଫ୍ରେଶ୍ ଆଣ୍ଡ ଦମଦାର ଟପିକ୍।